जय श्री जगन्नाथ भाई बने सर्वप्रथम गुरुदेव गणपति और जगदम्बाଙ୍କୁ प्रणाम करी आज हम हमर आस्ट्रो सेशन क्रम रे पंचांग सीरीज को आगु बढ़ाइबा। पंचांग सीरीज टा बहुत कम वीडियो बनिछि ता ऊपर आज ठो हमें सीरियली वीडियो विषय रे बनाई चलेबा। देखो मुहूर्त शास्त्र रो एते मान्यता अछि, समय रो एते मान्यता अछि जे ताकू जेनरलाइज्ड वे रे कहिया को गले सेटा बखाणी हबनी। प्रत्येक जिनिस ପାଇଁ ଗୋଟେ शुभ ସମୟର ବା शुभ ମୁହୂର୍ତ୍ତର ନିର୍ଣ୍ଣୟ କରାଯାଏ। ପଞ୍ଚାଙ୍ଗ ହଉଛି ଆଷ୍ଟ୍ରୋନୋମିକାଲି ପଞ୍ଚତତ୍ତ୍ୱ ଅଗ୍ନି ପୃଥିବୀ ବାୟୁ ଜଳ ଆକାଶର ଡେସ୍କ୍ରିପସନ। ପଞ୍ଚାଖଣ୍ଡରେ ତିଥି ବାର ନକ୍ଷତ୍ର ଯୋଗକରଣ ଆସେ। ଆଜି ଆମେ ଆରମ୍ଭ କରିବା ତିଥିରୁ ଆରମ୍ଭ କରିବା। ଦେଖନ୍ତୁ ଯେତେବେଳେ ଆପଣ ଦେଖୁଛନ୍ତି କୁଣ୍ଡଲି, ସେତେବେଳେ ଆପଣ କୁଣ୍ଡଲି ସମସ୍ତେ କଣ କରୁଛନ୍ତି ନା ଡାଇରେକ୍ଟ ଭାବ ଦେଖି ଦଉଛନ୍ତି, କିନ୍ତୁ ଆକ୍ଚୁଆଲି କୁଣ୍ଡଲିର ଷ୍ଟାର୍ଟିଂ ଦେଖିବାଟା ପଞ୍ଚାଙ୍ଗରୁ କରିବା ଉଚିତ। ତ ଚାଲନ୍ତୁ ଆଜି ଆମେ ତିଥି ବିଷୟରେ ଜାଣିବା। ତିଥି ଦେଖନ୍ତୁ ଆମର ଗୋଟେ ଯୋଉ ମାସ ଅଛି ଦି ଭାଗରେ ବିଭକ୍ତ। ଗୋଟେ ହେଲା କୃଷ୍ଣ ପକ୍ଷ, ଆଉ ଗୋଟେ ହେଲା ଶୁକ୍ଳ ପକ୍ଷ। ଠିକ ଅଛି ନା? ଆମେ ଯେତେବେଳେ ତିଥି ବାହାର କରୁ ସେତେବେଳେ କୃଷ୍ଣ ପକ୍ଷରେ 15ଟା ଜିନିଷ ରହିଲା, 15ଟା ତିଥି ରହିଲା। ଶୁକ୍ଳ ପକ୍ଷରେ 15ଟା ତିଥି ରହିଲା। ସେ ତିଥି କଣ ନା ପ୍ରଥମା, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦଶୀ, ପଞ୍ଚଦଶୀ। ପଞ୍ଚଦଶୀ ହବନି, କୃଷ୍ଣ ପକ୍ଷରେ ହେଲେ ଅମାବାସ୍ୟା ହବ। ଆଉ ଶୁକ୍ଳ ପକ୍ଷ ହେଲେ ସେ ପ୍ରଥମା, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ ସବୁ ରହିବ, କେବଳ ରହିବ ପୂର୍ଣ୍ଣିମା। ଆମେ ଓଡିଶାରେ ଜେନେରାଲି ଲୋକମାନେ 3 ପ୍ରକାର କ୍ୟାଲେଣ୍ଡର ଫଲୋ କରନ୍ତି। ଆମେ ପୂର୍ଣ୍ଣିମା ଟୁ ପୂର୍ଣ୍ଣିମା ଗୋଟେ ମାସ ବୋଲି ଓଡିଶା ଉତ୍କଳୀୟ ପରମ୍ପରାରେ ରହିଛି। ପୂର୍ଣ୍ଣିମା ଟୁ ପୂର୍ଣ୍ଣିମା ଆମେ ଗୋଟେ ମାସ ଭାବୁ। ବଙ୍ଗୀୟ ପରମ୍ପରାରେ ସଂକ୍ରାନ୍ତିରୁ ସଂକ୍ରାନ୍ତିକୁ ଗୋଟେ ମାସ ବୋଲି ଭାବନ୍ତି। ସାଉଥ ଇଣ୍ଡିଆନ ପରମ୍ପରାରେ ସେମାନେ ଅମାବାସ୍ୟାରୁ ଅମାବାସ୍ୟାକୁ ଗୋଟେ ମାସ ବୋଲି କାଉଣ୍ଟ କରନ୍ତି। ତେଣୁ ଯେତେବେଳେ ଆପଣ ମୁହୂର୍ତ୍ତ ଦେଖିବେ, ଉତ୍କଳୀୟ ପରମ୍ପରା ହିସାବରେ ମୁହୂର୍ତ୍ତ ମୁଁ ପଢଉଛି, କାରଣ ଆମେ ଉତ୍କଳ ଓଡିଶାରେ ରହୁଛୁ, ତେଣୁ ଆପଣ କନଫ୍ୟୁଜ ହେବେନି। ଠିକ ଅଛି। ବର୍ତ୍ତମାନ ପ୍ରତ୍ୟେକ ତିଥିର ଗୋଟେ ଦେବତା ଅଛି। ପ୍ରତ୍ୟେକ ତିଥିର ଗୋଟେ ଦେବତା ଅଛି। ତାହେଲେ ପ୍ରଥମୀର ଦେବତା କିଏ? ସିଏ ହଉଛନ୍ତି ଅଗ୍ନି। ଦ୍ୱିତୀୟର ଦେବତା ହଉଛନ୍ତି ବ୍ରହ୍ମା। ତୃତୀୟର ଦେବତା ହଉଛନ୍ତି ମା ପାର୍ବତୀ। ଚତୁର୍ଥୀର ଦେବତା ହଉଛନ୍ତି ଗଣପତି ମହାରାଜ, ଗଣପତି ବା ଗଣେଶ, ଅଗ୍ର ପୂଜ୍ୟ। ପଞ୍ଚମୀର ଦେବତା ହଉଛନ୍ତି ସର୍ପ, କୋଉ କୋଉ ବହିରେ ନାଗ ବି ଦେଇଛି। ଷଷ୍ଠୀର ଦେବତା ହଉଛନ୍ତି କୁମାର କାର୍ତ୍ତିକେୟ।
ଗ୍ରହ ଜଗତର ମାନେ ଦେବତା ମାନଙ୍କର ସେନାପତି। ସପ୍ତମୀର ଦେବତା କିଏ ହେଲେ ନା ସୂର୍ଯ୍ୟ। ଅଷ୍ଟମୀର ଭୈରବ ବା ଶିବ। ନବମୀର ଦୁର୍ଗା। ଦଶମୀର ଯମ। ଏକାଦଶୀର ବିଶ୍ୱଦେବ। ଦ୍ୱାଦଶୀର ଭଗବାନ ବିଷ୍ଣୁ। ତ୍ରୟୋଦଶୀର କାମଦେବ। ଚତୁର୍ଦଶୀର କେହି କେହି କହନ୍ତି ଏଇଟା ଶିବ ହବ, କେହି କେହି କହନ୍ତି ଏଇଟା ମା କାଳୀଙ୍କର, କେହି କେହି କହନ୍ତି ସବୁତକ ତମ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ ମା କାଳୀଙ୍କର ବୋଲି ବି କୁହାଯାଏ। ଆଉ କେହି କେହି କହନ୍ତି ଏଇଟା ଭୈରବଙ୍କର। ଠିକ ଅଛି ନା। ତେଣୁ ଏଇ ତ ଆମର ଚତୁର୍ଦ୍ଦଶୀ ଯାଏଁ ସରିଗଲା। ପୂର୍ଣ୍ଣିମା ର ହଉଛନ୍ତି ଚନ୍ଦ୍ର, ଅମାବାସ୍ୟାର ହଉଛନ୍ତି ଚନ୍ଦ୍ର ଏବଂ ପିତୃ। ଠିକ ଅଛି। ଆମେ ଏଇଟା କାହିଁକି ପଢୁଛେ? ଆପଣ ଦେଖିବେ ଯେ ତିଥି ଯୋଉଗୁଡାକ ଅଛି ସେ ତିଥି ଗୁଡାକ ଜୀବନରେ ବହୁତ ହି ମାଇନେ ରଖେ। କଣ ମାଇନେ ରଖେ ନା ଆପଣଙ୍କ ଇମୋସନକୁ ସେଭ୍ କରିବା ପାଇଁ। ତିଥିଟା ଜଳ ତତ୍ତ୍ୱ। ଆପଣ କୋଉ ଭଳି ଇମୋସନ କୋଉ ଭଳି ଆପ୍ରୋଚ ନେବେ। ଧର କିଏ ପଞ୍ଚମୀରେ ଜନ୍ମ ହେଇଛି ତାହେଲେ ମୋଷ୍ଟ ପ୍ରୋବାବଲି ଯଦି ତାର ଚନ୍ଦ୍ର ଆଫ୍ଲିକ୍ଟେଡ ନଥିବ କୁଣ୍ଡଳୀରେ ସେ ସବୁ କାମକୁ ପୂର୍ଣ୍ଣ କରିବାକୁ ଚେଷ୍ଟା କରିବ। କାହିଁକି ପୂର୍ଣ୍ଣ କରିବାକୁ ଚେଷ୍ଟା କରିବ ନା ଆପଣ ଗୋଟେ କଥା ସଦା ସର୍ବଦା ମନେ ରଖିବେ, ଇଏ ତ ଥିଲା ତିଥି ମାନଙ୍କର ନାମ ଆଉ ତାର ଇଏ, କିନ୍ତୁ ତିଥି ମାନଙ୍କର ଡିଭିଜନ ବି ଅଛି। ତା କଣ ଡିଭିଜନ ଅଛି ସେଇଟା ଆମେ ଭଲସେ ମନେ ରଖିବା। ଠିକ ଅଛି। କେମିତି ଆମେ ପ୍ରତ୍ୟେକ ତିଥିର ପଢିବା, ପ୍ରତ୍ୟେକ ତିଥିର ଆମେ ଡିଟେଲି ପଢି ଚାଲିବା ଯେ କଣ କୋଉ ତିଥିରେ କରିବାକୁ ହବ, କଣ କୋଉ ତିଥିରେ କରିବାକୁ ନହବ, ସେଇ ସବୁ ଗୁଡାକ ଆମେ ଧୀରେ ଧୀରେ ପଢିବା। କିନ୍ତୁ ଗୋଟେ କଥା ଆପଣ ମନେ ରଖନ୍ତୁ, ଗୋଟେ ହେଲା ନନ୍ଦା, ଭଦ୍ରା, ଜୟା, ରିକ୍ତା, ପୂର୍ଣ୍ଣା। ଠିକ ଅଛି। ତିଥି ମାନଙ୍କ ଡିଭିଜନ ରହିଛି। ସେ ଡିଭିଜନକୁ ଆପଣ ମାନେ ଯଦି ନ ବୁଝି ପାରିବେ କି ସେ କୋଉ କ୍ୟାଟେଗୋରୀରେ ଆସୁଛି, ସେଇଟା ଆପଣଙ୍କ ପାଇଁ ପ୍ରୋବ୍ଲେମ ହବ। କଣ ନା ନନ୍ଦା ତିଥି ମାନଙ୍କ ଡିଭିଜନ କେମିତି ଡିଭାଇଡ କରାଯାଇଛି, ଏ 15ଟା ତିଥିକୁ କେମିତି ଡିଭାଇଡ କରାଯାଇଛି। ଭଦ୍ରା, ଜୟା, ରିକ୍ତା, ପୂର୍ଣ୍ଣା ଆଉ ପକ୍ଷ ରନ୍ଧ୍ର ଗୋଟେ ଥାଏ। ସେଟା କାହିଁକି ପଢଉଛି ଆଗକୁ ଆପଣ ମାନେ ଯଦି ତାପରେ ରିସର୍ଚ୍ଚ କରିବେ ତାପରେ ଆପଣ ଧୀରେ ଧୀରେ ଜାଣିବେ। ତାହେଲେ ନନ୍ଦା ତିଥି କୋଉ ଗୁଡାକ ନା 1, 6, 11। ଭଦ୍ରା କୋଉ ଗୁଡାକ ମୁଁ ଆଗ ଲେଖି ଦଉଛି ତାପରେ ଆପଣ ମାନଙ୍କୁ କହିବି। ତ ନନ୍ଦା, ଭଦ୍ରା, ଜୟା, ରିକ୍ତା, ପୂର୍ଣ୍ଣା ଏଇଟା ହେଲା ତାର ଡିଭିଜନ। ତାହେଲେ ପ୍ରଥମା, ଷଷ୍ଠୀ ଏବଂ ଏକାଦଶୀ ୟାକୁ ଆମେ କହିବା ନନ୍ଦା ତିଥି। ଦ୍ଵିତୀୟା, ସପ୍ତମୀ, ଦ୍ୱାଦଶୀ ୟାକୁ ଆମେ କହିବା ଭଦ୍ରା ତିଥି। ତୃତୀୟା, ଅଷ୍ଟମୀ, ତ୍ରୟୋଦଶୀ ଆମେ କହିବାକୁ ଜୟା ତିଥି।
ଚତୁର୍ଥୀ, ନବମୀ, ଚତୁର୍ଦ୍ଦଶୀ ଆକୁ ଆମେ କହିବା ରିକ୍ତା ତିଥି। ପଞ୍ଚମୀ, ଦଶମୀ, ପୂର୍ଣ୍ଣିମା ବା ଅମାବାସ୍ୟାକୁ ଆମେ କହିବା ପୂର୍ଣ୍ଣା ତିଥି। ପକ୍ଷରନ୍ଧ୍ର କଣ? ପକ୍ଷରନ୍ଧ୍ର ହଉଛି ଚତୁର୍ଥୀ, ଷଷ୍ଠୀ, ଅଷ୍ଟମୀ, ନବମୀ, ଦ୍ୱାଦଶୀ, ଚତୁର୍ଦ୍ଦଶୀ। ପ୍ରାୟତଃ ଏଇ ତିଥି ମାନଙ୍କରେ କୌଣସି ଶୁଭ କାମ କରାଯାଏ ନାହିଁ। କୋଉ ବି ଆପଣ ଶୁଭ ମୁହୂର୍ତ୍ତ ବାହାର କରିବେ, ଏଇ ତିଥି ଗୁଡାକୁ ଆପଣ ଆଭଏଡ୍ କରିବେ। କୋଉ ତିଥିଟା? ଆଜି ପକ୍ଷ କୋଉ ତିଥିଟା ଆଭଏଡ୍ କରିବା? ପକ୍ଷରନ୍ଧ୍ର ପକ୍ଷରନ୍ଧ୍ର। ପକ୍ଷରନ୍ଧ୍ର ଗୁଡା, ଓକେ ସାର୍। ଠିକ ଅଛି ନା? ଏ ପକ୍ଷରନ୍ଧ୍ରରେ ଶୁଭ କାମକୁ ଆଭଏଡ୍ କରିବାକୁ ସିନା କହିଦେଲି, କିନ୍ତୁ ଏଇଟା ହେଲା ଗୋଟେ ଜେନେରାଲାଇଜ କନସେପ୍ସନ, ବୁଝିପାରୁଛନ୍ତି? ଆମେ ଯଦି କେବଳ ୟାକୁ କହିଦେବା କି ପକ୍ଷରନ୍ଧ୍ର ଏ ତିଥିରେ କାମ ହେଇପାରିବନି, ଏବେ ଗଣେଶଙ୍କର ପୂଜା କୋଉଠି ଗୋଟେ ହବ, ବା ଗଣେଶର ଭଗବାନ ଗଣେଶଙ୍କର ନୂତନ ମୂର୍ତ୍ତି ସ୍ଥାପନ ହବ, ସେଇଠୁ ତାହେଲେ ତ କଣ ତାକୁ ଆମେ କହିବା ପୂର୍ଣ୍ଣା ତିଥିରେ କର, ପଞ୍ଚମୀ ଦଶମୀରେ କର? ନା, ଗଣେଶ ଚତୁର୍ଥୀରେ ହଉଛନ୍ତି କର। ଚତୁର୍ଥ ଚତୁର୍ଥୀ। ହଁ ଯଦିଓ ଏଇଟା ପକ୍ଷରନ୍ଧ୍ର ତତ୍ ସହିତ ରିକ୍ତା ତିଥି, କିନ୍ତୁ ଗଣେଶଙ୍କର ପ୍ରତିଷ୍ଠା ଚତୁର୍ଥୀ ପକ୍ଷରନ୍ଧ୍ର ହେଲେ ମଧ୍ୟ, ରିକ୍ତା ତିଥି ହେଲେ ମଧ୍ୟ ଏଇଥିରେ କରାଯିବ। ଏ ସବୁ ଅଛି କି କୋଉ ତିଥିରେ କୋଉ କାମ କରାଯାଏ। ଜେନେରାଲି ଯୋଉ ସଂସ୍କାର ଗୁଡାକ ଥାଏ, ଯୋଉ ଦଶବିଧ ସଂସ୍କାର, ଷୋଡଶ ସଂସ୍କାର ଅଛି, ବିବାହ, ମାନେ ଯୋଉ ସନାତନ ଧର୍ମର ଯୋଉ 10 ସଂସ୍କାର ରହିଛି, ପୁଂସବନ ଯୋଉ ଅଛି, ତାକୁ ଧୀରେ ଧୀରେ ପଢେଇବି ସଂସ୍କାର ଗୁଡାକ କଣ କଣ। ସେ ସଂସ୍କାର ଗୁଡାକୁ ଯଦି ଆମେ ଏଇ ତିଥି ଗୁଡାକୁ ପ୍ରାୟତଃ ଆଭଏଡ୍ କରିବାକୁ ପଡେ। ଆପଣ ଗୋଟେ ଜେନେରାଲାଇଜ କନସେପ୍ସନ ମୁଣ୍ଡରେ ରଖିଥାନ୍ତୁ। ମୁଁ ଧୀରେ ଧୀରେ ଆଗକୁ ବଢେଇବି, ଆପଣଙ୍କୁ ଆଗକୁ ନେବି। ତ ଆପଣ ଏଇ ଜେନେରାଲାଇଜ କନସେପ୍ସନ ରଖନ୍ତୁ କି ପକ୍ଷରନ୍ଧ୍ର ଏବଂ ରିକ୍ତା ଏଇ ଦିଟା ତିଥିକୁ ଆଭଏଡ୍ କରାଯାଏ, ମେନ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ ମାନେ ମୁହୂର୍ତ୍ତ ଶାସ୍ତ୍ରରେ। ତ ଆଜି ଆମେ ଜାଣିଲେ ତିଥି ଆଉ ସେମାନଙ୍କର ଦେବତା ଏବଂ ତିଥିର ଡିଭିଜନ। ଏଇଟା ଏବେ ଆପଣ ମାନଙ୍କୁ ନିଶ୍ଚିତ ଭାବରେ ବୋରିଂ ଲାଗିବ, କଣ ଏଗୁଡା ସବୁ ପଢଉଛନ୍ତି, କଣ ଏଗୁଡା, କାହିଁକି ଏଗୁଡା ଆମର ଜାଣିକି ଆମେ କଣଟା ବି କରିପକେଇବୁ। କିନ୍ତୁ ଆଗକୁ ଆପଣ ଜାଣିବେ, ଯେତେବେଳେ ଗୋଟେ ଗାଈ ଉପରେ ରଚନା ପଡିବ, ଗାଈ ଉପରେ ଯେତେବେଳେ ରଚନା ପଡିବ, ଗାଈକୁ କୁହାଯିବ ରଚନା ଲେଖିବାକୁ ତୁମେ ଗାଈ ଉପରେ ରଚନା 1000 ଶବ୍ଦରେ ଲେଖ, ବା 1000 ଲାଇନରେ ଲେଖ, ବା 1000 ପେଜରେ ଲେଖ, ଲେଖି ହବ ଗାଈ ଉପରେ ରଚନା। କିନ୍ତୁ ଯେତେବେଳେ ସେଇ ଗାଈ ଉପରେ ରଚନା କୁହାଯିବ 5 ଲାଇନରେ ଲେଖ, ତାହେଲେ ତମକୁ ଭାବିବାକୁ ପଡିବ ମୁଁ ଏ 5 ଲାଇନ କେତେ ସୁନ୍ଦର କରିକି ଲେଖିବି। ଠିକ ସେମିତି ଯେତେବେଳେ ମୁହୂର୍ତ୍ତ ଶାସ୍ତ୍ର କାଲକୁଲେସନ ହୁଏ, ଶୁଭ ମୁହୂର୍ତ୍ତ କାଲକୁଲେସନ ହୁଏ, ସେତେବେଳେ ଏ ଯୋଉ ପ୍ରାୟତଃ 48 ମିନିଟର ସମୟ ଭିତରୁ ମଧ୍ୟ ଯୋଉ 5 ମିନିଟ କି 10 ମିନିଟର ମୁଖ୍ୟ ସମୟଟା ରହେ, ତାକୁ କାଲକୁଲେଟ କରିବା ବହୁତ ହି କଠିନ ବ୍ୟାପାର। ପ୍ରାୟ 6-7 ଘଣ୍ଟା ଯଦି ପୁରା ଭଲସେ କାଲକୁଲେସନ କରିକି ବସାଯାଏ, ଆଜିକାଲି ତ ସଫ୍ଟୱେର ହେଇଗଲାଣି, ତଥାପି ମଧ୍ୟ ସଫ୍ଟୱେର ପରେ ମଧ୍ୟ ଆପଣଙ୍କୁ 2-3 ଘଣ୍ଟା ଯଦି ପୁରା ରିସର୍ଚ୍ଚରେ ନ ବସିକି ସବୁ ଆଙ୍ଗେଲରୁ ଭେରିଫାଏ ନ କରିବେ, ତାହେଲେ ଆପଣ ଗୋଟେ ଶୁଭ ମୁହୂର୍ତ୍ତ ବାହାର କରିପାରିବେନି। ତେଣୁ ଆମେ ଯେତେବେଳେ ଧୀରେ ଧୀରେ ଗୋଟେ ଗୋଟେ ଜିନିଷକୁ ପଢି ଚାଲିବା, ସେତେବେଳେ ତ ଆମେ ଜାଣି ଚାଲିବା ଯେ ଆକ୍ଚୁଆଲି କଣ ଏହାର ମହତ୍ଵ ରହିଛି, କିଭଳି ଭାବରେ ତିଥି ଗୁଡାକ ସେପ୍ ନିଅନ୍ତି, କିଭଳି ଭାବରେ ମୁହୂର୍ତ୍ତକୁ ବାଛିବା ପାଇଁ କି ତିଥି ଗୁଡାକୁ ଯୋଗାଡ଼ କରାଯାଇଛି, ଆରେଞ୍ଜ କରାଯାଇଛି। ଏଇ ବିଶ୍ଵ ଦୁନିଆର ମହାକଳାକାର ଭଗବାନ ଶ୍ରୀକୃଷ୍ଣ ଏମିତି ଜିନିଷ ଡିଜାଇନ କରିଛନ୍ତି, କାଳଟାକୁ ଏମିତି ସେ ଡିଜାଇନ କରିଛନ୍ତି ଯେ ତା ଭିତରୁ ଗୋଟେ ସମୁଦ୍ର ଭିତରୁ ଗୋଟେ ବାଲିକଣା ଖୋଜିବା ଯାହା ମୁହୂର୍ତ୍ତ ଶାସ୍ତ୍ରକୁ ରିସର୍ଚ୍ଚ କରିବା ସେ। ଏବଂ ପ୍ରତ୍ୟେକ କାର୍ଯ୍ୟ ପାଇଁ ମୁହୂର୍ତ୍ତ ଶାସ୍ତ୍ରରେ ଭିନ୍ନ ଭିନ୍ନ ମୁହୂର୍ତ୍ତକୁ ଡିଫାଇନ କରାଯାଇଛି। ଯଦି କିଏ ମାରଣ କରିବ, ତନ୍ତ୍ରିକ ପ୍ରୟୋଗ କରିବ, ସେଗୁଡା ସବୁ ଚତୁର୍ଦ୍ଦଶୀରେ ହବ। ହେଇଥାଉ ସେ ପକ୍ଷରନ୍ଧ୍ର ହେଇଥାଉ, ରିକ୍ତା ତିଥି ହେଇଥାଉ, କଣ ଅଛି ଅସୁବିଧା? ଯେମିତି ଭଗବାନ ଗଣେଶଙ୍କର କହିଲି ପ୍ରତିଷ୍ଠା ହବ, ଠିକ ଅଛି। ସେଇଟା ମୁହୂର୍ତ୍ତ ଶାସ୍ତ୍ରର ଉପାଦେୟତା। ବିବାହ ଟାଇମ ଖୋଜିବା, ବ୍ରତ ଟାଇମ ଖୋଜିବା, ସଂସ୍କାରର ଟାଇମ ଖୋଜିବା, ଶୁଭ
ଜମି ଶୁଭ ଦେବାର ଟାଇମ ଖୋଜିବା, ଗୃହ ପ୍ରବେଶ। ଆଜିକାଲି ତ କେହି ଏତେ ସଂସ୍କାର ଫସ୍କାର କୋଉ ମାନୁନାହାନ୍ତି। ତ କିନ୍ତୁ ଆଗରୁ ପ୍ରତ୍ୟେକ କଥାରେ ଶୁଭ ମୁହୂର୍ତ୍ତ ନିର୍ଣ୍ଣୟ କରାଯାଉଥିଲା। ତ ଆଜିର ସେସନରେ ଆମେ ତିଥି ବିଷୟରେ ଜାଣିଲେ, ତିଥିର ଗୋଟେ ଛୋଟ କଣିକା ବିଷୟରେ ଜାଣିଲେ, ତିଥି ମାନଙ୍କର ଡିଭିଜନ କେମିତି ହେଇଛି ଏବଂ ତିଥିମାର ଦେବତା କିଏ। ଆଗକୁ ଆମେ ଜାଣିବା କୋଉ ତିଥିରେ କୋଉ କର୍ମ କରାଯିବ। ପୁଣି ଯେତେବେଳେ ତିଥି ସରିଲା ପରେ ବାର ପଢିବା, ପୁଣି ଜାଣିବା ଯେ କୋଉ ତିଥିରେ କୋଉ ବାର ପଡିଥିଲେ କୋଉ କାମ କରାଯିବ। ଯେତେବେଳେ ନକ୍ଷତ୍ର ପଡିବ, ଯେତେବେଳେ କୋଉ ତିଥିରେ କୋଉ ବାର କୋଉ ନକ୍ଷତ୍ର ପଡିଲେ କୋଉ କାମ କରାଯିବ। ତାପରେ ଯୋଗ ପଡିଲେ ତିଥି ବାର ନକ୍ଷତ୍ର ଯୋଗରେ କୋଉ କାମ ଅଛି, ଚାରିଟା କମ୍ବାଇନ କୋଉ କାମ କରାଯିବ। ଯେତେବେଳେ ପୁଣି କରଣ ପଡିବା, ତିଥି ବାର ନକ୍ଷତ୍ର ଯୋଗ କରଣ ପାଞ୍ଚଟା ମିଶିଲେ ଯୋଉ ଜିନିଷଟା ହବ ସେଇଟା ହିଁ ହବ ଆମର ଆକ୍ଚୁଆଲ ମୁହୂର୍ତ୍ତ। ତେଣୁ କେତେ ଆମାଉଣ୍ଟର ଆମକୁ, ଏଇଟା କୋଉ ଜେନେରାଲ ଲୋକ ମନେ ରଖିପାରିବେନି। ଆପଣଙ୍କୁ ବହୁତ ଥର ବସି ବହି ଘାଣ୍ଟିକି ରିସର୍ଚ୍ଚ କଲା ପରେ ଆପଣ ମୁହୂର୍ତ୍ତ ଶାସ୍ତ୍ରରେ ପାରଙ୍ଗତ ହେଇପାରିବେ। ଗୋଟେ ଭଲ ମୁହୂର୍ତ୍ତ, ଶୁଭ ମୁହୂର୍ତ୍ତ ବାହାର କରିବା ପାଇଁ ମିନିମମ୍ 2 ଘଣ୍ଟା ତଳକୁ ଲାଗିବ ନାହିଁ। ଚାहे ଆପଣ ପାଞ୍ଜିର ରେଫରେନ୍ସ ନିଅନ୍ତୁ, ଚାहे ଆପଣ ସଫ୍ଟୱେୟାର ରେଫରେନ୍ସ ନିଅନ୍ତୁ। ଠିକ ଅଛି, ସବୁ ଆଙ୍ଗେଲ ଭାବିବାକୁ ପଡିବ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।